କରୁଛି। ମୋର 3-4 ବର୍ଷ ଆଗରୁ ମୁଁ ଥରେ ମୋର କାନ୍ଧ ପାଖରେ ଗୋଟେ ଠିଆ ହେଲା ବେଳକୁ ଆଉ ବାଇକ ର ଧକ୍କା ବାଜି ଯାଇଥିଲା। ଆଉ ସେତେବେଳେ ମୋର କାନ୍ଧଟା ବହୁତ ଆଘାତ ହେଇଥିଲା। ଆଉ ମୋର ହାତ ମତେ ଉଠି ପାରୁନଥିଲା। ମୁଁ ଯେମିତିକି ଆଉ ବାଳ ବି ବାନ୍ଧି ପାରୁନଥିଲି। ସେଇ ପ୍ରକାରେ ମୋର ହାତ ରାଇଟ ହାତଟା ଆଘାତ ହେଇଯାଇଥିଲା। ଆଉ ସେତେବେଳେ ମୁଁ ମେଡିକାଲ କରୁଥିଲି। ତାପରେ ଏକ୍ସରା କଲି, କିଛି ଜଣା ପଡିଲା ନାହିଁ। ତାପରେ ଡକ୍ଟର କହିଲେ ମତେ MRI କରିବା ପାଇଁ। ଆଉ ସେତେବେଳେ କରୋନା ଟାଇମ ଥିଲା। ଡକ୍ଟର କହିଲେ ମତେ ଜଗଦଲପୁରରେ ତମେ ଯାଇ MRI କରିବ, ଲେଖିକି ଦେଇଥିଲେ। ତ ଗାଡି ସୁବିଧା ନଥିଲା କି କୁଆଡେ ଯିବାକୁ ମଧ୍ୟ ଏ କରୋନା ଟାଇମରେ ବନ୍ଦ ଥିଲା। ତାପରେ ବର୍ଷେ ପରେ ମୁଁ MRI କରିବା ପାଇଁ ଜଗଦଲପୁର ଗଲି। ସେଠି MRI କଲି। କଲା ପରେ ଡକ୍ଟର ଦେଖାଇଲାରୁ ସେ କହିଲେ ତମର ଏ ଶିରଟା ଦବି ଯାଇଛି, ଆଉ କୌଣସି ଅପରେସନ ମଧ୍ୟ ହେଇପାରିବ ନାହିଁ। ଆଉ ଔଷଧ ଖାଇବ, ଆଉ ବହୁତ ଦିନ ଲାଗିବ ସେଇଟା ତମର ଭଲ ହେବା ପାଇଁ। ତ ମୁଁ 2-3 ମାସ ଔଷଧ ଖାଇଲି, ହେଲେ ବି କିଛି ହେଲାନି। ସେମିତି ମୋର ହାତ ଉଠୁ ନଥିଲା ଉପରକୁ, ମୁଁ ଉଠାଇ ପାରୁନଥିଲି। ତାପରେ ମୁଁ କଣ କଲି, ଔଷଧ ମଧ୍ୟ କେତେ ମାସ ଖାଇଲି, ବନ୍ଦ କରିଦେଲି। ତାପରେ ଔଷଧ ଖାଇ ଖାଇ ବନ୍ଦ କଲା ପରେ ସେମିତି ମୋର ହାତ ରହୁଥିଲା। ତ ମୁଁ ତାପରେ କାଲି ମୁଁ କଣ ହେଲା, ଆଉ ଦିନେ ଭାଇ ଯେତେବେଳେ କହିଲେ ମୋର ଗୋଟେ ଛୋଟ ସାକ୍ଷ୍ୟ, ମୁଁ ଏମିତି ମୋର ଥିଲା। ମୁଁ ଅନୁରୋଧ କରି କଲାରୁ ମୋର ହାତଟା ମୋର ଭଲ ହେଇଗଲା। ସେଇ କଥା ମୁଁ ଯେତେବେଳେ ଶୁଣିଲି, ମୁଁ ଭାବିଲି ଦେଖିବି ନିଜ ତମର ବିଶ୍ୱାସରେ ତମେ ସୁସ୍ଥ ହବ। ପ୍ରଭୁ ତ କହିଛନ୍ତି। ମୋର ବିଶ୍ୱାସରେ ମୋର କାନ୍ଧରେ 2ଟା ହାତ ରଖିଲି। ତାପରେ ମୁଁ ମୋର ଝିଅ ମଧୁସ୍ମିତା ଯେତେବେଳେ ପ୍ରାର୍ଥନା ଆରମ୍ଭ କଲା, ସେତେବେଳେ ଠାରୁ ମୁଁ କାନ୍ଧରେ ହାତ ରଖି ପ୍ରାର୍ଥନା ଶେଷ ହେବା ପର୍ଯ୍ୟନ୍ତ ମୁଁ ହାତ ରଖିଥିଲି। ହାତ ରଖି ପ୍ରାର୍ଥନା ଯେତେବେଳେ ଶେଷ କରି ଆମେନ କଲା, ତାପରେ ମୋର ହାତ ତଳେ ରଖିଲି। ତାପରେ ମୋର ହାତ ତାପରେ ଏମିତି ଉଠାଉଛି, ଇଏ କରୁଛି, ଆଉ ପୁରା ମତେ ଭଲ ଲାଗିଲା। ଆଉ ସେ ମୋର ଶିର ଯେତେବେଳେ ହାତ ଉପରୁ ଉଠାଇ ପାରୁନଥିଲି, ସେଇଟା ମୋର କୁଆଡେ କଣ ହେଲା ମୁଁ କିଛି ଜାଣିପାରିଲିନି। ମୋର ହାତ ଏବେ ପୁରା ଠିକରେ ହାତ ବୁଲେଇ ବିଶ୍ୱାସ କଲି। ଆଉ ପ୍ରଭୁ ତ କହିଛନ୍ତି, ଜଣେ ସ୍ତ୍ରୀ ଲୋକ ସେ ଯେତେବେଳେ ତାର ରକ୍ତସ୍ରାବ ହଉଥିଲା, ବନ୍ଦ ହଉନଥିଲା, ସେତେବେଳେ ସେ ସମସ୍ତେ ପ୍ରଭୁଙ୍କ ପାଖରେ ଗଲେ। ପ୍ରଭୁ ଆଉ ଯେତେବେଳେ ପ୍ରାର୍ଥନା କଲେ ମୁଁ ସୁସ୍ଥ ହେବି, ସେତେବେଳେ ସେ ଯେତେବେଳେ ଯାଇ ଏତେ ଭିଡରେ ପହଞ୍ଚି ପାରିଲାନି, ତ ପ୍ରଭୁଙ୍କର ତାଙ୍କର ସେ ତାଙ୍କୁ ଟିକେ ଛୁଇଁ ଦେଲେ ମୁଁ ସୁସ୍ଥ ହେବି। ସେ ବିଶ୍ୱାସରେ ସିଏ ଯାଇକି ପ୍ରଭୁଙ୍କର ତାଙ୍କ ପଛର ଝୁମ୍ପା ଛୁଇଁଲାରୁ ସେ ସୁସ୍ଥ ହେଲା। ସେ ବିଶ୍ୱାସରେ ମୁଁ ଯେତେବେଳେ କାଲି ମୋ କାନ୍ଧରେ ହାତ ଦେଲି, ସେତେବେଳେ ମତେ ଆଜି କୁଆଡେ ମୋର ସେ ହାତ ଉଠାଇବାଟା ଅସୁବିଧା ହଉଥିଲା, ତାହା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ପାଇଅଛି। ତ ମୁଁ ସେ ବିଶ୍ୱାସରେ ମୁଁ ସବୁବେଳେ ପ୍ରଭୁଙ୍କୁ ଯେତେବେଳେ ପ୍ରାର୍ଥନା କରେ, ସକାଳେ ମୁଁ ଶୋଇ ଉଠିଲା ପରେ ମୋର ସମସ୍ତ ପରିବାର, ମୋ ଯାନବାହନ, ମୋର ଗାଡି ଘୋଡା ପାଇଁ ଯେତେବେଳେ ମୁଁ ପ୍ରାର୍ଥନା କରେ, ପ୍ରଭୁ ମତେ ସବୁବେଳେ ସୁରକ୍ଷିତ ରଖିଥାଉଛନ୍ତି। ଆଉ ପ୍ରଭୁ ଆମକୁ ସଫଳତା ଦେଉଛନ୍ତି। ତ ମୁଁ ଗୁରୁବାର ଦିନ ଯେତେବେଳେ ମୋର ଦିଅର ଘର ଯେତେବେଳେ ଗାଡି ଆକ୍ସିଡେଣ୍ଟ ହେଲେ, ସେତେବେଳେ ମୁଁ ତାଙ୍କ ଘରେ ଟିକେ ଯାଇକି ଦେଖିକି ଆସିବା ପାଇଁ ବହୁତ ଚେଷ୍ଟା କରୁଥିଲି। ବୁଧବାର ଦିନ ଯିବାର ଥିଲା, ସେ ଦିନ ଗୋଟେ ବାହାଘର ଥିଲା, ସେଥିପାଇଁ ମୁଁ ଯାଇପାରିଲିନି। ହେଲେ ଗୁରୁବାର ଦିନ ସକାଳେ ଯେତେବେଳେ ଯିବାକୁ, ମୁଁ ସକାଳେ 8ଟା ବେଳକୁ ଆଉ ହନୁମାନ ବସରେ ଯିବି, ଆଉ ସକାଳେ ଗଲେ ମୁଁ ଶୀଘ୍ର ଫେରି ଆସିବି। ଏମିତି ଯାଉ ଯାଉ ମୁଁ ଯାଇପାରିଲି ନାହିଁ, ଆଉ ଗାଡି ମତେ ଆଉ ପାଇପାରିଲି ନାହିଁ। ତାପରେ ଯେତେବେଳେ ମୁଁ ଗଲି ବସଷ୍ଟାଣ୍ଡ, ସେତେବେଳକୁ ଆମର ଗାଡି ଲେଖାଇଥିବ, ଆମ ଗାଡି ଅଛି। ଦେଖିଲି ହଁ ଆମ ଗାଡି ଅଛି, ତ ମୁଁ ସେଇ ଗାଡିରେ ପଳେଇଲି। ଗାଡିରେ ଯେତେବେଳେ ଯିବା ଚଢିଲି, ସେତେବେଳକୁ ଆଉ ମୋର ଗାଡିର ଟିକେ ଫାଇନାନ୍ସ ରହିଥିଲା, ଆଉ ସିଏ ମତେ ଟାଇମ ଦେଇଥିଲେ। ଆଉ ସେ ଗୁରୁବାର ଦିନ ସେ ଟାଇମ ଟା ପାଇଥିଲି ଯେ 27 ତାରିଖ ଯାଏ ତମେ
पैसा डिपोजिट करबो आउ 27 तारीख पर्यंत न कले तापर आमे स्टेप नेबु से लेखा गोटे लेटर पठैथिले हेले सेटा तो जानि नथिली जानिथिली जे मोर एमती ये नथिला मु मोर गाड़ी रे बसली गले गला बेलकु फाइनेंस वाला आछंती तो सी आमर एग्नेस्ट रो बहुत अच्छी आमठू बड़ बड़ ये गाड़ी वाला माने से माने कौन कले से फाइनेंस वाला कले तांको गाड़ी जाइकी तमे धरब ताकू गाड़ी को सीज करो बोली से फाइनेंस वाला को से कहि देथिले सेते बेलको आमे जाउछु सेमिलुगुडा रे हमर गाड़ी पाई से फाइनेंस रो बरमपुर रो जने आसीथिले तांके आसी गाड़ी पाखरे ठिया हेले गाड़ी को रखो इठी गाड़ी कहले तो गाड़ी रखो गाड़ी जीवा कब ना गाड़ी रे पैसेंजर भर्ती अछंती मु कहली गाड़ी रे आमे पैसेंजर अछु आ दामोजोड़ी गाड़ी गला पोरे गाड़ी तमे रखो आ एते पैसेंजर से माने कुआडे जिबे गाड़ी दामोजोड़ी जीवा को दियो गाड़ी दामोजोड़ी जीवा को दियो कहला से फाइनेंस वाला कोन कला से थाना रे जाई कहला नाही गाड़ी रखले नाही गाड़ी नै की गले दामोजोड़ी बोलारू थाना वाला कौन कले सी फाइनेंस वाला को गाड़ी रे बसेले सेमिलुगुडा थाना वाला बय आसले दामनजोड़ी आम गाड़ी पछे पछे गाड़ी आगे नहीं कि से भेजापुर रे तांकर गाड़ी को ठिया कले आम गाड़ी सामना रे मुले तापर कहली गाड़ी इठी काई रखुछंती दामनजोड़ी रो पैसेंजर अछंती दामनजोड़ी नेला पर रखंतु इठी काई रखबे मु कहली कहला हो ठीक अच्छी दामनजोड़ी चलो मातालपुर चलो मातालपुर गला परे ये पुलिस आसले सेमिलुगुडा गाड़ी को थाना रे नेबा चलो मु कहली गाड़ी थाना काई नेबे सर नाई गाड़ी सीज करा हेछि गाड़ी थाना रे रहबो मु कहली थाना रे काई रहबो गाड़ी कोन कार एक्सीडेंट हेछि कि आपन थाना रे नै रखबे मु थाना रे नेबा को देबिनी काई कि देबे नै किंती देबे नै तापर ड्राइवर कहली चाबी दे मते चाबी से देला परे थाना वाला कहले किंतु तमे गाड़ी रोकबो नै नाई गाड़ी नेबा को देबी नै मोर पु बाहर अछि 27 तारीख टाइम अछि मोर पु आसला परे मु गाड़ी जहा किछि होबो तापर से कहले किंतु डायरेक्ट करो स्टार्ट करो डायरेक्ट आ थाना को नेबा चलो किंती देबे नै तंदे के तमे मु गाड़ी ओनर मा कहूछि सेठिपे से कहले नाई डायरेक्ट करी थाना को नेबा केमती नेबे देखंतु सर नियंतु सर केमती नेबे कौन सी जदि भूल होती आपण नहीं पारबे थाना रे नेबे नहीं मु थाना रे नेबा को देबी नहीं तापरे सी सेमिलुगुडा थाना वाला आसले कहले से आउ थरे फोन कले नाई नाई तांको मां आउ तांको भौणी आउ गाड़ी नेबा दौनांती हमको पानी पिया दउछंती गाड़ी मोटे नेबा को दौनांती आउ कोन करा हबो तापर आउ थरे दामनजोड़ी थाना वाला को आउ थरे फोन कलारू से आईसी लेडीज टा जन अछंती सी आउ गोटे सेकंड ऑफिसर तांको पळे आसले माउसी तमे थाना रे सुरक्षित रहबो थाना रे गाड़ी नेबा को हबो गाड़ी नेबा को दियो ना मैडम मु देबी नहीं थाना रे नेबा पे गाड़ी आ मोर कोन जदी भूल अछि ताहले आपण नियंतु मु थाना नेबा को देबी नहीं आले बुझंतु आ थाना रे नेबा को दियंतु मोर तो गाड़ी बाहर रहउछि मो तो प्राइवेट बिजनेस करो लोक मोर तो गाड़ी ए दामनजोड़ी रे नाइटाल रे रहउछि थाना रे कोन सुरक्षित रखबे जदि थाना रे कोन भूल अछि ताहले नियंतु तापरे दामनजोड़ी रो थाना रो आईसी मध्य से आ किछि हमर भूल आ दूसरा गला नहीं से माने देखि देखले नहीं तो से पळाई गले दीटा थाना वाला आसले पळाइले तापर फाइनेंस वाला को कहली मोर पो तो 3 दिन आगु आपन फोन करिसंती मु थाना को काई कि नेबा देबी आपन मोर पो आसु 25 रे आसो आसले आपन जा कि समाधान करि पाबे आ 27 तारिख रे मोर टाइम अछि सेठी पे से कोन कला हो ठीक अछि बोली हमर मोर सानो पो से कार ने कि आसला दामनजोड़ी कार ने आसला परे पुओ कौन कला से फाइनेंस वाला को दामनजोड़ी कोरापुट नहीं गला नेला परे भाई 25 रे आसबो 27 तारीख जाए हमर टाइम अछि तापरे आमे जा किछि देबा कथा दे दिए समाधान करबा मोर टाइम अछि मोर भाई आसो बोली तांको नहीं गला परे आ हम एग्नेस वाला को कहउछंती हम तुम किंती पळे आसलो आ गाड़ी काई सीज कलो नहीं
ସେମିତି କହିଲା ବେଳକୁ ମୋର ଡ୍ରାଇଭର କୁ ନେଇକି ପୁଅ ପଳେଇ ଆସିଲା ସେ ଫାଇନାନ୍ସ ବାଲାଙ୍କୁ ନେଇକି। ତାପରେ ମୁଁ ଜଣେ ରହିଥିଲି ଗାଡି ପାଖରେ। ତାପରେ ଆଉ ଗୋଟେ ମୋର ଡ୍ରାଇଭର ଅଛି ଦାମନଯୋଡ଼ିରେ ସେ ଡ୍ରାଇଭର କୁ କହିଲି ଚାଲ କୋରାପୁଟ ନେଇକି ଯିବା ଆଉ ମୋର ପୁଅ ଆସିବା ପର୍ଯ୍ୟନ୍ତ ଆଉ ସେଠି ଗାଡି ନେଇ ଯୋଉ ଜାଗାରେ ରହିବ ସେଠି ରଖେ। ତାପରେ ସିଏ ନେଇକି ମୁଁ ସେ ଡ୍ରାଇଭରକୁ ନେଇକି ଗାଡି ନେଇକି ଆଉ କୋରାପୁଟ ଗଲି। କୋରାପୁଟ ଦେଇକି ଗାଡି ରଖିଲି। ରଖିଲା ପରେ ସିଏ ଇଏ କଣ ବ୍ରହ୍ମପୁର ଯେ ଫାଇନାନ୍ସ ବାଲା ସିଏ ପଳେଇଲା। ସିଏ ତାଙ୍କର ବ୍ରହ୍ମପୁର ପହଞ୍ଚି ନାହିଁ। ତାପରେ ସେମାନେ ଆଉ ଥରେ ଫୋନ କଲେ ତମେ କେମିତି ଗାଡି ରଖିଲ ନାହିଁ ସିଜ୍ କଲ ନାହିଁ ଆଉ ଗାଡିକୁ ଛାଡିକି ତମେ ପଳେଇ ଯାଉଛ ଆଉ ଗାଡି ତ କୋରାପୁଟ ପଳେଇ ଆସିଲା। ଏମିତି ସେ ସବୁବେଳେ ଆଉ ମାନେ ରାତିରେ ପାହାନ୍ତିଆ ମାନେ ଦାମନଯୋଡ଼ି ପହଞ୍ଚି ନାହିଁ ସେମାନେ ଫୋନ କରୁଛନ୍ତି ତାଙ୍କୁ ସେ ତ ଗାଡି ପଳେଇ ଆସିଲା କୋରାପୁଟ ଆଉ ଗାଡି ତମେ ରଖିପାରିଲ ନାହିଁ ପଳେଇ ଯାଉଛ ଆଉ କଣ କଲ ତମେ ଏମିତି ସେ ଫୋନ କରୁଛନ୍ତି। ସେ ଆମକୁ କହୁଛନ୍ତି ନାଇଁ ମତେ ବହୁତ କମ୍ପ୍ଲେନ ଆସୁଛି ଆଉ ଗାଡି କାହିଁକି ରଖିଲୁ ନାହିଁ ସେଥିପାଇଁ ଆଉ ଦେଖ ତମେ କୋଉଠି ହେଲେ ନେଇକି ତାକୁ ଲୁଚାଇ ଦିଅ ଗାଡି। ହେଲେ ଆମେ କହିଲୁ ଯେ ଆମର ଗାଡି ତ ସବୁବେଳେ ପାଖରେ ଥାଉଛି ମୋର ଚର୍ଚ୍ଚର ମୋର ଷ୍ଟେଟ ବ୍ୟାଙ୍କର ସାମ୍ନାରେ ଗାଡି ସବୁବେଳେ ମୁଁ ରଖୁଛି ମୁଁ କୁଆଡେ କଣ ଛୋଟ ଜିନିଷ ମୁଁ କୁଆଡେ ନେଇ ଲୁଚାଇବି ବୋଲି ସାନ ପୁଅ କହିଲା। ତାପରେ ମୋର ବଡ ପୁଅ ଆଉ ଫୋନ କଲା ମୋର ଝିଅ ଯେତେବେଳେ ଦେଖ ଦେଖ ଅପା ଆଉ ପ୍ରଭୁଙ୍କର କେତେ ଅନୁଗ୍ରହ ଆମ ପାଇଁ ଅଛି ଆଉ ତମେ କେମିତି ପ୍ରଭୁ ତମକୁ ପଠେଇଲେ ସେଇ ଗାଡିରେ ଯିବା ପାଇଁ ଆଉ ସେ ଗାଡିରେ ଏମିତି ସମସ୍ୟା ହେଲା ପ୍ରଭୁ କେତେ ରକ୍ଷା କଲେ। ସେଥିପାଇଁ ପ୍ରଭୁ ଯେତେବେଳେ ମୋର ଗାଡି ଯେତେବେଳେ ମୁଁ ସବୁ ଗାଡିରେ ପ୍ରାୟ ଜିଜସ୍ ସେଭ୍ ଇମାନୁଏଲ ପ୍ରଭୁ ମୋ ଯାତ୍ରା ପଥରେ ଆଉ ରକ୍ଷା କରନ୍ତୁ ସହବର୍ତ୍ତୀ ରୁହନ୍ତୁ ସେଇ ଜିଜସ୍ ସେଭ୍ ଯେତେବେଳେ ମୁଁ ଲେଖିଛି ମୋର ପ୍ରଭୁ ମତେ ସବୁବେଳେ ସାହାଯ୍ୟ କରୁଛନ୍ତି। ମୋର ପୁଅ ସେଇଟା ପ୍ରାର୍ଥନାରେ ଏବେ ଫୋନରେ ଜଣାଇଲା। ପ୍ରଭୁ ଏଇ ଅଳ୍ପ ସାକ୍ଷ୍ୟରେ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେନ୍।